ମୁଁ ଆପଣମାନଙ୍କୁ ୱେଲକମ୍ କରୁଛି ମୋର ପାର୍ଟ 2 ବ୍ଲଗ୍ ବାର୍ଥଡେର ଏଇ ଦିନର। ଏଇଠି ସମସ୍ତଙ୍କର ଲାଗି ଚାଲିଥିଲା ଡେକୋରେସନ୍। ଆମ କଜିନ୍ ମାନେ ସବୁ ମାଉସୀ ପୁଅ ପିଇସି ପୁଅ ସବୁ ମିଶିମିଶାକିନା ସବୁ ଚାଲିଥିଲା, ସବୁ ବେଲୁନ୍ ଫେଲୁନ୍ ସବୁ ଫୁଙ୍କୁଥିଲେ। ସବୁ ଡେକୋରେସନ୍ରେ ଚାଲିଥିଲା, ସବୁ ସମସ୍ତେ ବେଲୁନ୍ ଫୁଙ୍କି ତାକୁ ସବୁ କ'ଣ ସବୁ ଚଲେଇଥିଲେ କାମ ଆଉ। ଯେତିକି ଯାହା ଆକ୍ଚୁଆଲି ବହୁତ କମ୍ ଟାଇମ୍ ଥିଲା, ବଟ୍ ନିଜେ ଯେତିକି କରିପାରିଲେ କରିଦେଲି ଆଉ ମିଶିମିଶାକି ଆଉ। ଏଠି ମୋ ଭାଇ ସବୁ ବେଲୁନ୍ ଫୁଙ୍କୁଛି, ରାହୁଲ ଧରିଛି, ସମସ୍ତେ ଭାଇ ଭାଉଜ ମାନେ ସବୁ ଖାଉଥିଲେ। ଏଠି ମୋ ଆଈ ମାଉସୀ ମାଇଁ ସବୁ ବସିକି ତାଙ୍କର କ'ଣ ଗପୁଥିଲେ, ବସିକି ଟପିକ୍ ଚଲେଇଥିଲେ। ତାପରେ ଏଠି ମୋ ମାଉସୀ କ'ଣ ଆସିକି ଆଳୁ ନେଉଥିଲା। ମୁଁ କହିଲି ଟିକେ ଭଲସେ କ୍ୟାମେରା କ'ଣ ଆଥର ଭିଡ଼ିଓ କରି, ସେଥିରେ ଦାନ୍ତ ଦେଖିଲା। ତାପରେ ଏପଟେ ସବୁ ଏମାନେ ତ ସବୁ ମିଶିକି ତାଙ୍କର ଡେକୋରେସନ୍ ଚଲେଇଛନ୍ତି। ଦୀର୍ଘ 2 ଘଣ୍ଟା ପରେ ଡେକୋରେସନ୍ ବାହାରି ପଡ଼ିଥିଲା, ଖସି ପଡ଼ିଥିଲା। ତାଙ୍କର ଚଲେଇଥିଲେ କ'ଣ ସବୁ କରିକି ମିଶିକି। ତାପରେ ଏଇଠି ସେମାନେ ସବୁ ବସିକି ବେଲୁନ୍ ଫୁଙ୍କିଦେଲେ। ମୋ ପିଇସିଙ୍କ ଝିଅ ସବୁ ଆସିଥିଲେ। ତାପରେ ତାଙ୍କ ରାନୀ ସବୁ ବଳ ଯେତେ ବଳ ସବୁ କରି ବେଲୁନ୍ ଫୁଙ୍କିଲା। ଏଇଠି ମୋ ମାଉସୀ ପୁଅ 2 ଜଣ ସବୁ କ'ଣ ବେଲୁନ୍ ଗେଟ୍ କରିକି ବାନ୍ଧି ପକେଇଲେଣି। ଭଲ ଡେକୋରେସନ୍ କରୁଛନ୍ତି, ସବୁ ବାହାଘରରେ ଡାକିବେ, ସବୁ ଡେକୋରେସନ୍ କରିବେ 2 ଜଣ ଯାକ ମିଶିକି। କ'ଣ କରୁଥିଲା, ବାହାରି ପଡ଼ୁଥିଲା, ସବୁ ହେଇଯାଉଥିଲା। ଯାହା ହଉ ସେ ମୋ ପାଇଁ କଲେ, ବହୁତ ସାରା ଧନ୍ୟବାଦ। ବହୁତ ହି ଭଲ ଲାଗିଲା ସେ ଦିନଟା, ଏତେ ଭଲ ଡେଜ୍ ଥିଲା। ତାପରେ ଏଇଠି ଆମର ଫାଇନାଲ୍ ହେଇଗଲା, ସବୁ ଫାଇନାଲ୍ ଲୁକ୍, ସବୁ ସଜା। ଏଠି କେକ୍, ଏଠି ମୁଁ ପୁରା ରେଡ଼ି ହେଇଯାଇଛି। ମୁଁ ଯେଉଁ ଡ୍ରେସ୍ଟା ପିନ୍ଧିଲି ଏଇଟା ମୁଁ ଲିବାସ୍ର ଅର୍ଡ଼ର କରିଥିଲି। ଦେଖନ୍ତୁ ମୁଁ ଭଲ ଦେଖାଯାଉଛି ନାହିଁ କହିବେ କମେଣ୍ଟରେ। ମୁଁ ନିଜେ ହିଁ ରେଡ଼ି ହେଇଯାଇଥିଲି। ଏଇଠି ମୋ ସାଙ୍ଗ ସୋନୁ, ମୋ ଛୋଟବେଳୁ ବେଷ୍ଟ ଫ୍ରେଣ୍ଡ। ସେ ସବୁ ଫଙ୍କସନ୍ରେ ଆମର ଆଟେଣ୍ଡ କରେ, ମୁଁ ବି ତାଙ୍କ ଘରକୁ ଯାଇ ସବୁ ତା ଫଙ୍କସନ୍ ଆଟେଣ୍ଡ କରେ। ବହୁତ ହି କ୍ଲୋଜ୍ ଫ୍ରେଣ୍ଡ ମୋର। ଏବେ ସମସ୍ତେ ଭିଡ଼ିଓ କରୁଥିଲେ, ଯେହେତୁ ମୋ ବାର୍ଥଡେ ଗାର୍ଲ ତ ମୋ ସବୁ ଆଟେନସନ୍ ମୋ ପ୍ରତି ରହିବ ନା ନାହିଁ, ସେଥିପାଇଁ ମୁଁ ଗୋଟେ ଫଟୋ ଭିଡ଼ିଓ ସବୁ ନେଇଗଲି। ସମସ୍ତଙ୍କ ସହିତ ମିଶିକି ବହୁତ ସାରା ଫଟୋଜ୍ କ୍ଲିକ୍ କଲି। ଦେନ୍ ଏଠି କେକ୍ କଟା ଷ୍ଟାର୍ଟ ହେଲା। ସେମାନେ ଆକ୍ଚୁଆଲି ଛୁରୀ ଆଣିନଥିଲେ କାଟିବା ପାଇଁ, ତ ମୁଁ ଆମର ଗୋଟେ ବଡ଼ ଛୁରୀରେ କେକ୍ କାଟିଲି। ବାବାଙ୍କୁ କେକ୍ ଖୁଆଇଲି। ତାପରେ ଏତେ ସାରା ସମସ୍ତେ ଆସିଥିଲେ, ଆମ ଗଗିର ସାଙ୍ଗମାନେ ସମସ୍ତେ, ଆମ ଘର ସବୁ ଛୋଟ ଛୁଆ ସବୁ ଆସିଥିଲେ ସମସ୍ତେ। ବହୁତ ହି ଲୋକ ଥିଲେ, ସାଉଣ୍ଡ ଆକ୍ଚୁଆଲି ବହୁତ ଭଲ ସେ ମାନେ ହେଉଥିଲା ଭିଡ଼ିଓରେ। ମୁଁ ସମସ୍ତଙ୍କୁ କେକ୍ ଖୁଆଇଲି ଭଲସେ। ତାପରେ ତାର ଭୋଜି ସବୁ ରେଡ଼ି ହେଇଯାଇଥିଲା, ରୋଷେଇ ହେଇସାରିଥିଲା ସବୁ। ଚିକେନ୍, ଛୋଲେ ପନିର, କ୍ଷୀରି, ପାମ୍ପଡ଼, ଫ୍ରାଏଡ଼୍ ରାଇସ୍ ସବୁ ହେଇସାରିଥିଲା। ତ ସେମାନେ ଭୋଜି ଖାଉଥିଲେ ସମସ୍ତେ। ଏଠି ମାଇଁ ମାଉସୀ ସମସ୍ତେ ଖାଉଛନ୍ତି, ଛୁଆମାନେ ବି। ଏଠି ମୋ ମାମୁଁ ପୁଅ ମାଉସୀ ପିଇସି ମାନେ ସମସ୍ତେ ବଢ଼ାବଢ଼ି କରୁଛନ୍ତି। ମାମୁଁ ପୁଅ ବି ସମସ୍ତେ ବଢ଼ାବଢ଼ି କରୁଥିଲେ। ଏଠି ମୋ ମାଇଁ ଫୋନ୍ରେ ବସି ଭୋଗୁଛନ୍ତି ଖାଇଲା ବେଳେ। ତାପରେ ଏଇଟା ଆମେ ପୁରା ଲାଷ୍ଟରେ ଖାଇବା ପାଇଁ ଆସିଥିଲୁ। ଆମ ରାହୁଲ ଖାଇବା ବଢ଼ୁଥିଲା, ଆମ ଗଗିର ସବୁ ସାଙ୍ଗମାନେ ବି ଆସିକି ଖାଉଥିଲେ। ସମସ୍ତେ ଆସିଥିଲେ, ସିପୁନ, କାର୍ତ୍ତିକ, ତପୁ ସବୁ ଆସିଥିଲେ, ସମସ୍ତେ ଖାଉଛନ୍ତି। ଆମର ଏହା ସବୁ ଖାଇବା ହେଇଥିଲା। ଆମେ ସବୁ ମାଉସୀ ହେରିକା ସବୁ ମିଶିକି ଖାଉଥିଲୁ। ଏଠି ସିପୁନ କେମିତି ଆକ୍ଟିଂ କରୁଛି ଚିକେନ୍ ଧରିକି, କହୁଛି ଆହୁରି ତ ଚିକେନ୍ ଖାଇବି, ଏତେ ଚିକେନ୍ ଖାଇଲା 10 ପିସ୍, ଆହୁରି ଖାଇବି। ସେମାନେ ସବୁ ଏଇଠି ଆମ ଗଗିର ସାଙ୍ଗମାନେ ସବୁ ଖାଉଥିଲେ। ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ, ଆଉ ସବସ୍କ୍ରାଇବ୍ କରନ୍ତୁ ଫର୍ ମୋର୍ ଇଣ୍ଟରେଷ୍ଟିଂ ଭିଡ଼ିଓ। ଥ୍ୟାଙ୍କ ୟୁ।